ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟରାଣିକା ମଧ୍ୟରେ ମାତା ନଗ୍ନଜିତି ହେଉଛନ୍ତି ଅନ୍ୟତମ। ସେ କୋଶଳ ରାଜ୍ୟର ରାଜକୁମାରୀ ଥିଲେ, ଯାହାଙ୍କୁ ସତ୍ୟା ମଧ୍ୟ କୁହାଯାଏ। ସେ କୋଶଳର ରାଜା ନଗ୍ନଜିତିଙ୍କ କନ୍ୟା ଥିଲେ, ସେଥିପାଇଁ ତାଙ୍କ ନାମ ନଗ୍ନଜିତି ହୋଇଥିଲା। ସେ ଅତ୍ୟନ୍ତ ସୁଶୀଳା, ଧାର୍ମିକା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଥିଲେ। ରାଜା ନଗ୍ନଜିତ ନିଜ କନ୍ୟାଙ୍କ ବିବାହ ପାଇଁ ଏକ ଅତି କଠିନ ସର୍ତ୍ତ ରଖିଥିଲେ। ତାଙ୍କ ପାଖରେ 7ଟି ଅତି ଭୟଙ୍କର ଏବଂ ଶକ୍ତିଶାଳୀ ବଳଦ ଥିଲେ, ଯେଉଁମାନଙ୍କୁ କେହି ବଶ କରିପାରୁନଥିଲେ। ରାଜା ଘୋଷଣା କରିଥିଲେ ଯେ ଯେଉଁ ବୀର ଏହି 7ଟି ଯାକ ବଳଦକୁ ଏକା ସାଙ୍ଗରେ ବଶ କରି ସେମାନଙ୍କ ନାକରେ ଦଉଡ଼ି ପକାଇ ପାରିବେ, ସେହି ମୋ କନ୍ୟାକୁ ବିବାହ କରିବେ। ଅନେକ ରାଜକୁମାର ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀକୃଷ୍ଣ କୋଶଳରେ ପହଞ୍ଚିଲେ। ଭଗବାନ ଶ୍ରୀକୃଷ୍ଣ ନିଜକୁ 7ଟି ରୂପରେ ବିସ୍ତାର କଲେ ଏବଂ ଏକା ସାଙ୍ଗରେ 7ଟି ଯାକ ବଳଦକୁ ଖେଳଣା ପରି ବଶ କରିଦେଲେ। ସେ ସେମାନଙ୍କୁ ଗର୍ବ ଚୂର୍ଣ୍ଣ କରି ସେମାନଙ୍କୁ ଦଉଡ଼ିରେ ବାନ୍ଧି ପକାଇଲେ। ଏହି ଅଲୌକିକ ଦୃଶ୍ୟ ଦେଖି ରାଜା ନଗ୍ନଜିତ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ନିଜ କନ୍ୟାକୁ ଶ୍ରୀକୃଷ୍ଣଙ୍କ ହାତରେ ସମର୍ପଣ କଲେ। କୃଷ୍ଣ ନଗ୍ନଜିତକୁ ନେଇ ଦ୍ୱାରିକା ଫେରିଲେ ଏବଂ ସେଠାରେ ଅତି ଜାକଜମକରେ ତାଙ୍କର ବିବାହ ସମ୍ପନ୍ନ ହେଲା। ମାତା ନଗ୍ନଜିତି ଏବଂ ଶ୍ରୀକୃଷ୍ଣଙ୍କର 10 ଜଣ ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ବୀର, ଚନ୍ଦ୍ର, ଅଶ୍ୱସେନ, ଚିତ୍ରକୁ, ବେଗବାନ ପ୍ରଭୃତି ପ୍ରଧାନ ଥିଲେ।